ଗଲା। ए टोका भारी दुष्ट हेलानी, जम्मा भी मो कथा सुनुनी। देखुनो भूत कथा कहिला परे भी से डरुनी। हो जाऊ से गाधेई के आसु, मु जाउची सोइबी। एमिति कहि काली सेठी सोई पड़िला। एपटे मुन्ना गाड़िया पाखरे पहुंची देखिला दुईटी चढ़ई गाड़िया रे गाधौछंती। मା ମତେ ମିଛଟାରେ ଡରଉଥିଲେ। ଦେଖୁନ ଏଠି ତ ଦୁଇ ଜଣ ଚଢ଼େଇ ଗାଧଉଛନ୍ତି। ଯାଉଛି ତାଙ୍କ ସହ ମିଶିକି ଗାଧେଇବି। ଏମିତି କହି ମୁନ୍ନା ଗାଡିଆ ଭିତରକୁ ଗଲା ଏବଂ ଗାଧେଇବାକୁ ଲାଗିଲା। ଦୁଇ ଭୂତ ଚଢ଼େଇ ମୁନ୍ନାକୁ ଗାଧେଇବା ଦେଖି କହିଲେ, ଆରେ ଦେଖିଲୁ ସେ ଚଢ଼େଇକୁ, ସେ କେମିତି ଆମ ସହ ଏଠି ଗାଧଉଛି। ତାକୁ କଣ ଡର ଲାଗୁନି? ସେ ଡରିବ କେମିତି? ସେ କଣ ଜାଣିଛି ଆମେ ଭୂତ ବୋଲି? ଚାଲ ତାକୁ ଡରେଇବା। ହଁ ଚାଲ। ଏମିତି କହି ଟୁନା ଭୂତ ଓ କୁଲୁ ଭୂତ ମୁନ୍ନା ପାଖକୁ ଗଲେ। ଆରେ ତମେ ମାନେ କିଏ? ଆଉ ଏତେ ରାତିରେ କଣ ଆସି ଗାଧଉଛ? ତୁମକୁ ବି କଣ ମୋ ପରି ଗରମ ହେଉଛି କି? ମୁଁ କୁଲୁ ଭୂତ ଆଉ ଏ ଟୁନା ଭୂତ। ଆମେ ତ ଏଠାକୁ ପ୍ରତିଦିନ ରାତିରେ ଗାଧେଇବାକୁ ଆସୁଛୁ। ହେଲେ ତୁମେ କିଏ? ତୁମକୁ ତ ଆମେ ଆଗରୁ ଏଠି କେବେ ଦେଖିନୁ। ମୁଁ ହେଉଛି ମୁନ୍ନା ଭୂତ। ମୁଁ ଏଇ ଜଙ୍ଗଲରେ ରହୁଛି। ମୁଁ ପ୍ରତିଦିନ ଏଠାକୁ ଦିନରେ ଗାଧେଇବାକୁ ଆସେ। ହେଲେ ଆଜି ମତେ ରାତିରେ ଗରମ ହେଲା ତ, ତେଣୁ ମୁଁ ଏଠାକୁ ଗାଧେଇବାକୁ ଚାଲି ଆସିଲି। ତମେ ଏବେ କଣ କହିଲ? ତମେ ମୁନ୍ନା ଭୂତ? ତମେ ଯଦି ଭୂତ ତାହେଲେ ତମେ କୋଉଠି ରହୁଛ? ତୁମକୁ ତ ଆମେ ଆଗରୁ ଏଠି କେବେ ଦେଖିନୁ। ମୁଁ ଏଇ ପାଖରେ ରହୁଛି। ହେଲେ ତୁମକୁ ତ ମୁଁ ଏଇ ଜଙ୍ଗଲରେ ଆଗରୁ କେବେ ଦେଖିନି। ଆମେ ତ ସେ ମଶାଣି ଗୁଡାରେ ଥିବା ଗଛରେ ରହୁଛୁ। ହେଲେ ମୁଁ ଗୋଟେ କଥା ବୁଝି ପାରୁନି। ତମେ ଏବେ କହିଲ ଯେ ତମେ ଏ ଗାଡିଆରେ ଦିନରେ ବି ଗାଧଉଛ। ତମେ ତ ଭୂତ, ତମେ ଦିନରେ କେମିତି ବାହାରକୁ ବାହାରୁଛ? ତମେ ଏତେ ଗମ୍ଭୀର ହେଇକି ଏକଥା କାହିଁକି ପଚାରୁଛ? ଆରେ ମୁଁ ମଜା କରୁଥିଲି। ମୁଁ ମୁନ୍ନା, ମୁଁ ଭୂତ ନୁହେଁ। ତମେ କହିଲ ତମେ ମାନେ ଭୂତ ବୋଲି ତ, ତେଣୁ ମୁଁ ବି ମୋ ନାଁରେ ଭୂତ ଯୋଡ଼ିଦେଲି। ଆରେ କୁଲୁ, ଇଏ ଭୂତ ନୁହେଁ ରେ, ଏ ଗୋଟେ ସାମାନ୍ୟ ଚଢ଼େଇ। ମୁଁ ତ ଭୂତ ନୁହେଁ, ହେଲେ ତୁମେ ମାନେ ସତକୁ ସତ ଭୂତ ପରି ଲାଗୁଛ। ଆମେ ସତକୁ ସତ ଭୂତ ପରି ଲାଗୁନୁ। ଆମେ ପ୍ରକୃତରେ ହିଁ ସତ ସତିକା ଭୂତ। କୁଲୁ ଠାରୁ ଏମିତି କଥା ଶୁଣି ମୁନ୍ନା ଟିକେ ଡରିଗଲା ଆଉ କହିଲା, ତମେ କଣ ସତରେ ଭୂତ? ଆଚ୍ଛା ଯଦି ତମେ ଭୂତ ମତେ ପ୍ରମାଣ କରିକି ଦେଖେଇଲ। ଭୂତମାନେ ତ ନିଜ ଆକାରକୁ ବଡ଼ ଆଉ ଛୋଟ କରିପାରନ୍ତି। ତମେ ସେମିତି ବଡ଼ ଛୋଟ ହେଇକି ଦେଖାଅ, ତାପରେ ଯାଇ ମୁଁ ବିଶ୍ୱାସ କରିବି ତମେ ଭୂତ ବୋଲି। ଏଇ କଥା, ହଉ ଦେଖ ଏବେ। ଏମିତି କହି ଟୁନା ଭୂତ ତା ଶରୀରକୁ ବଡ଼ କଲା। ଟୁନା ଭୂତର ଶରୀର ବଡ଼ ହେବା ଦେଖି ମୁନ୍ନା ଭୟ କରିଗଲା। ଆରେ ଇଏ ତ ସତରେ ଗୋଟେ ଭୂତ। ହେ ପ୍ରଭୁ ହନୁମାନ, ମତେ ବଞ୍ଚାଅ। ମୁନ୍ନା ତା ଆଖି ସାମ୍ନାରେ ଦୁଇଟି ଭୂତଙ୍କୁ ଦେଖି ଡରିଗଲା ଓ ସେଇଠି ଅଚେତ ହେଇଗଲା। ଆରେ ଟୁନା, ଏ ତ ଏଠି ଅଚେତ ହେଇଗଲା। ଆଉ ଆମର ବି ଗାଧୁଆ ସରିଗଲାଣି। ଚାଲ ଆମେ ଏଠୁ ପଳେଇବା। ହଁ ଚାଲ, ଇଏ ଏଇଠି ଅଚେତ ହେଇକି ଥାଉ। ଆଉ ଟିକେ ପରେ ୟା ଚେତା ଆସିଲେ ଇଏ ଏଠୁ ପଳେଇବ। ହଁ ଚାଲ ଯିବା। ଏମିତି କହି ସେମାନେ ସେଠୁ ଚାଲିଗଲେ ଓ ମୁନ୍ନା ଅଚେତ ହେଇ ପାଣିରେ ଭାସିଲା। ଏମିତି ସେ ରାତି କଟିଲା ଓ ପରଦିନ ସକାଳ ହେଲା। କାଳି ନିଦରୁ ଉଠିଲା ଆଉ ଦେଖିଲା ମୁନ୍ନା ବସାରେ ନାହିଁ। ଆରେ ଏ ମୁନ୍ନା କୁଆଡେ ଗଲା? ସକାଳୁ ସକାଳୁ କୁଆଡେ ଯାଇଛି ହେରି ନା କଣ? ଆରେ କାଲି ରାତିରେ ତ ସେ ଗାଧେଇବାକୁ ଯାଇଥିଲା। ସେ ଆସିଛି କି ନାହିଁ କେଜାଣି? ହେ ଭଗବାନ, କିଛି ଅଘଟଣ ନ ହେଇଥାଉ। ମୁଁ ଯାଏ ଗାଡିଆଠୁ ବୁଲିକି ଆସେ। ଏମିତି କହି କାଳି ସେଠୁ ତରତର ହେଇ ଗାଡିଆ ଆଡକୁ ଚାଲିଗଲା ଓ ସେଠି ପହଞ୍ଚି ଦେଖିଲା ମୁନ୍ନା ଗାଡିଆରେ ଭାସୁଛି। କାଳି ମୁନ୍ନାକୁ ଭାସୁଥିବାର ଦେଖି ଡରିଗଲା ଆଉ ସଙ୍ଗେ ସଙ୍ଗେ ଗାଡିଆ ଭିତରକୁ ଯାଇ ମୁନ୍ନାକୁ ଗାଡିଆ ତୁଠକୁ ନେଇ ଆସିଲା। ମୁନ୍ନା, ଏ ମୁନ୍ନା, ଆରେ ଉଠୁ। ଏ ମୁନ୍ନା, ଆରେ କଣ ହେଲା ତୋର? ମୁନ୍ନା। କାଳି ଡାକିବାରୁ ମୁନ୍ନା ଆଖି ଖୋଲିଲା। ମା, ମୁଁ ଏବେ କୋଉଠି? ଆଉ ମୋର କଣ ହେଇଛି? ପୁଅ, ତୋର କଣ ହେଇଥିଲା? ଆଉ ତୁ ଏଠି ଏମିତି ଅଚେତ ହେଇ ପଡିଥିଲୁ କାହିଁକି? ମା, ତମେ କାଲି ଯାହା କହୁଥିଲ ସେ ସବୁ ସତ ହେଲା ମା। ମୁଁ ଆଉ ଦିନେ ଏଠାକୁ ଗାଧେଇବାକୁ ଆସିବିନି। ମୁନ୍ନା ଏମିତି କହୁଥାଏ। ହଠାତ୍ ଟିକି ଚଢ଼େଇ ଗାଡିଆକୁ ଗାଧେଇବା ପାଇଁ ଆସି ସେଠି ପହଞ୍ଚିଗଲା। ଆରେ କାଳି,
ତୁ କଣ ଆଜି ସକାଳୁ ସକାଳୁ ଗାଡିଆକୁ ଗାଧେଇ ଆସିଛୁ? ଭଲ ହେଲା, ଆସେ ସାଙ୍ଗ ହେଇକି ଗାଧେଇବା। ଟିକି, ତୁ ଜାଣିଛୁ ମୋ ପୁଅ ମୁନ୍ନା ପରା ରାତି ସାରା ଏ ପାଣିରେ ଅଚେତ ହେଇକି ଭାସୁଥିଲା। ଘରକୁ ନ ଯିବାରୁ ମୁଁ ତାକୁ ଖୋଜି ଖୋଜି ଆସି ଏଇଠି ତାକୁ ପାଇଲି। ମୁନ୍ନା, ମୁଁ ଏ କଣ ଶୁଣୁଛି? କଣ ହେଇଥିଲା ତୋର? ତୁ ଏଠି ଅଚେତ କେମିତି ହେଲୁ? ଟିକି ଆଣ୍ଟି, ମୁଁ କାଲି ରାତିରେ ଏ ଗାଡିଆକୁ ଗାଧେଇବାକୁ ଆସିଥିଲି। ଆଉ ଏଠି ଆସି ଦେଖିଲି ଦୁଇ ଜଣ ଚଢେଇ ଗାଧଉଛନ୍ତି। ଏମିତି ମୁନ୍ନା ରାତିରେ ଘଟିଥିବା ସବୁ ଘଟଣା ଟିକି ଓ କାଳିକୁ କହିଲା। ସବୁ କଥା ଶୁଣି ସାରି କାଳି ଓ ଟିକି ଆଶ୍ଚର୍ଯ୍ୟ ହେଲେ। ବାପରେ, ମୁଁ ତ ଏକଥା ବିଶ୍ୱାସ କରିପାରୁନି। ସତରେ କଣ ଭୂତମାନେ ଅଛନ୍ତି? ଟିକି, ମୋ ପୁଅ ମିଛ କୁହେନି। ଏକଥା ନିଶ୍ଚୟ ସତ ହେଇଥିବ। ମା, ତମେ ଜାଣିଛ ସେମାନେ ମୋ ଆଖି ସାମ୍ନାରେ ତାଙ୍କ ଶରୀରକୁ ଏତେ ବଡ ବଡ କରିଦେଲେ ଯେ ମୁଁ ତ ଭୟରେ ସେଇଠି ଅଚେତ ହେଇଗଲି। ଆଉ ତତେ ମୁଁ ମନା କରୁଛି, ତୁ ରାତିରେ କାହିଁକି ଆସୁଥିଲୁ? ଯଦି ତୋର କିଛି ହେଇଯାଇଥାନ୍ତା ମୁଁ କେମିତି ବଞ୍ଚିଥାନ୍ତି କହିଲୁ? କାଳି, ତୁ କଣ ଜାଣିଥିଲୁ ଏଠାକୁ ଭୂତମାନେ ଗାଧେଇବାକୁ ଆସୁଛନ୍ତି ବୋଲି? ନାଇଁ ରେ, ମୁଁ ଜାଣିନି। ମୁଁ ତ ତାକୁ ଏମିତି କହିଦେଇଥିଲି, ହେଲେ କଥାଟା ସତ ହେଇଯିବ ବୋଲି ମୁଁ ଜାଣିନଥିଲି। କାଳି, ଆଜି ମୁଁ ଗୋଟେ କାମ କରିବି। ମୁଁ ତ ମୋ ଜୀବନରେ କେବେ ଭୂତ ଦେଖିନି, ତେଣୁ ଆଜି ରାତିରେ ମୁଁ ଏଠାକୁ ଆସି ଲୁଚିକି ସେ ଭୂତମାନଙ୍କୁ ଦେଖିବି। ମୁଁ ବି ସେ ଭୂତମାନଙ୍କୁ ଦେଖିନି। ତୁ ଆସିଲା ବେଳେ ମତେ ବି ଡାକିବୁ। ଆମେ ସାଙ୍ଗ ହେଇକି ଏଠାକୁ ଆସିବା ଆଉ ଭୂତମାନଙ୍କୁ ଦେଖିବା। ହଉ, ଚାଲ ଗାଧେଇବା ଆଉ ଘରକୁ ଯିବା। ଏହା ପରେ କାଳି ଓ ମୁନ୍ନା ସେଠୁ ଚାଲିଗଲେ ଓ ଟିକି ଗାଡିଆରେ ଗାଧେଇଲା। ଏମିତି ସେ ଦିନ କଟି ରାତି ହେଲା। ରାତି ହେଲାରୁ ଟିକି କାଳି ପାଖକୁ ଗଲା। କାଳି, ଆସ ଯିବା। ହଁ, ଚାଲ ଯିବା। ମୁନ୍ନା, ତୁ ଥା ଏଇଠି, ଆମେ ଯାଉଛୁ। ହଁ ମା, ତମେ ଯାଅ। ଏହା ପରେ ସେମାନେ ସେଠୁ ଗାଡିଆ ଆଡକୁ ଆସିଲେ ଆଉ ଦେଖିଲେ ଗାଡିଆରେ ଭୂତମାନେ ଗାଧଉଛନ୍ତି। କାଳି ଓ ଟିକି ସତ ସତିକା ଭୂତମାନଙ୍କୁ ଦେଖି ଡରିଗଲେ। ଆରେ ବାପରେ, ମୁନ୍ନା ତ ସତ କହୁଥିଲା, ଏ ଗାଡିଆରେ ଭୂତମାନେ ଗାଧଉଛନ୍ତି ବୋଲି। ଟିକି, ମତେ ଡର ଲାଗିଲାଣି। ଚାଲ ଏଠୁ ପଳେଇବା। ହଁ, ଚାଲ ଚାଲ ପଳେଇବା। ଯଦି ସେମାନେ ଆମକୁ ଦେଖି ଦିଅନ୍ତି ସେମାନେ ଆମକୁ ମାରିଦେବେ। ଏହା ପରେ ଭୟରେ ସେମାନେ ସେଠୁ ପଳେଇଲେ ଓ ପରଦିନ ସକାଳୁ ଜଙ୍ଗଲରେ ଏକଥା ବ୍ୟାପିଗଲା। ସବୁ ଚଢେଇମାନେ ଭୂତମାନଙ୍କ କଥା ଶୁଣି ଭୟ କରିଗଲେ ଆଉ ରାତିରେ ସେମାନେ ଘରୁ ବାହାରକୁ ବାହାରିଲେ। ସାଙ୍ଗମାନେ, ଯଦି ଏହି